ଦାଢ଼ିଅତା ଭକ୍ତି ଝୋଲିଆ କବିର ସମ୍ବାଦ। ଚୈତନ୍ୟ ଦେବ ଅତି ଭାବେ କହଇ ମନ ରାଜା ଆଗେ, ଅତି ଆନନ୍ଦ ଦିବ୍ୟ ରସ କେବଳ ଶ୍ରବଣେ ପୀୟୁଷ। ହେ ମନ ହୁଅ ସାବଧାନ ଚଞ୍ଚଳ ନ କର ତୋ ମନ, ଏ ବଡ଼ ଆଚମ୍ବିତ କଥା ଶୁଣି ଖଣ୍ଡିବୁ ଭବ ବ୍ୟଥା। ଆନନ୍ଦେ ଶୁଣ କର୍ଣ୍ଣ ଫୁଟେ ଯେ ପୁଣ୍ୟ ଗଙ୍ଗା ନଦୀ ତଟେ, ହିଙ୍ଗୁଳ ମନ୍ଦିରେ ତା ଘର ନାମ ତା ଝୋଲିଆ କବିର। ଦାରା ତନୟ ତାର ନାହିଁ ସେ ନିଜେ ମାତା ପୁତ୍ର ଦୁଇ, ଏମନ୍ତେ ଥାନ୍ତିବେ ନିଜନ ଜାତିରେ ଅଟନ୍ତି ପଠାଣ। ଅତ୍ୟନ୍ତ ଦରିଦ୍ର ଜୀବନ କଷ୍ଟରେ ବଞ୍ଚୁଥାଇ ଦିନ, ବସ୍ତ୍ର ଖଣ୍ଡିଏ ନୀତି ନୀତି ଋଣ କରିଣ ବୁଣୁଥାନ୍ତି। ଯେ ବସ୍ତ୍ର ଖଣ୍ଡି ବିକି ନିତେ ରଖନ୍ତି ସାହୁ ମୂଳ ଯେତେ, ତହୁଁ ଯେତେକ ମିଳିଥାଇ ପ୍ରାଣ ପୋଷନ୍ତି ତାହା ଖାଇ। ଦଇବ ଯୋଗରେ ଭିକାରୀ ଯୋଗିଆ ବର ବ୍ରହ୍ମଚାରୀ, ବିପ୍ର ବୈଷ୍ଣବ ଯେ ସନ୍ନ୍ୟାସୀ ତାହାର ଦ୍ୱାରେ ଯେବେ ଆସି, ପ୍ରକାଶ କରନ୍ତି ସେମାନେ ତାହାଙ୍କୁ ଅତି ଶ୍ରଦ୍ଧା ମନେ। ଯେ ଅବା ତାର ଘରେ ଥାଇ ଦିଅଇ ତାର ପାଶେ ନେଇ, ମାତା ନନ୍ଦନ ବେନି ପ୍ରାଣୀ କହିଣ ସୁଧା ସମବାଣୀ। କଞ୍ଚାସି ଝାରୁ ଯେତେ ଥାଇ ଯେ ଯାହା ମାଗେ ତାହା ଦେଇ, ନାହିଁ ବୋଲିବା ପଦ ତାର ତୁଣ୍ଡରୁ ନୁହଁଇ ବାହାର। ଏମନ୍ତେ ବଞ୍ଚୁଥାଇ ଦିନ କରିଣ ଶ୍ରୀହରି ଭଜନ, ଦେଖିଲେ ସାଧୁଜନ ଗୋଷ୍ଠୀ ସେଠାରୁ ନ ଆସଇ ଉଠି। ଯଦି ସେ ଗୃହ କର୍ମେ ଥାଇ ଯେ ଯାହା ମାଗିଲେ ତା ଦେଇ, ପ୍ରଭୁ ପଦାରବିନ୍ଦ ଗତେ ନିବେଶି ମନ ଅନୁବ୍ରତେ। ସକଳ ଜନେ ଦୟା କରେ ବିକଳ ଦୁଃଖୀ ଜନ ଠାରେ, ଏହି ପ୍ରକାରେ ବଞ୍ଚେ ଦିନ ନ ଜାଣେ ଅନ୍ୟ କଥା ମାନ। ଏମନ୍ତ କେତେ ଦିନ ଅନ୍ତେ ତା କୀର୍ତ୍ତି ପୂରିଲା ଜଗତେ, ଯହିଁ ଶୁଣିଲେ ତା ଚରିତ ପ୍ରଶଂସା କଲେ ଅପ୍ରମିତ। ଲୋକେ ବୋଇଲେ ଧନ୍ୟ ଧନ୍ୟ ଝୋଲିଆ କବିର ଜୀବନ, ଏଡ଼େ ଦରିଦ୍ର ଜନ ହୋଇ ଯେ ଯାହା ମାଗିଲେ ଦିଅଇ। ଏଡ଼େ କୁଶଳ ତାର ମତି ବୋଲିଣ ପ୍ରଶଂସା କରନ୍ତି, ବଞ୍ଚଇ ପର ଉପକାରେ ନାମ ଭଜନ ନିତ୍ୟେ କରେ। ଏମନ୍ତ ହୋଇ ଦଶ ଦିଶେ ତା ଯଶ ଜଗତେ ପ୍ରକାଶେ, ତାହା ଜାଣିଲେ ଭଗବାନ ବିଡ଼ିବା ପାଇଁ ତାର ମନ। ତକ୍ଷଣେ ବିଶ୍ୱରୂପ ହୋଇ ବିଜୟ କଲେ ଭାବଗ୍ରାହୀ, ଅତି ଦୁର୍ବଳ ବିପ୍ର ଗୋଟି ଚାଲନ୍ତେ ପଡ଼ୁଅଛି ଝୁଣ୍ଟି। ଛିଣ୍ଡା ଲେଙ୍କଡ଼ା କନା ଧଡ଼ି ଅଶେଷ ଗଣ୍ଠି ଅଛି ପଡ଼ି, ତହୁଁ ଖଣ୍ଡକ ପିନ୍ଧି ହରି ଖଣ୍ଡେ ଦୋସଡ଼ା ଛନ୍ତି ଧରି। ଅତ୍ୟନ୍ତ ଦରିଦ୍ର ରୂପରେ ବିଜୟ କଲେ ତାର ପୁରେ, ଧୀରେ ଚାଲନ୍ତେ ବ୍ରହ୍ମରାଶି ଖଣ୍ଡ ଦୂରରେ ବସି ବସି। ଯାହାକୁ ଦେଖିଲେ ପଚାରି କାହିଁ ହେ କବୀରର ପୁରୀ, ଆଉ ଅଛଇ କେତେ ଦୂରେ ଦେଖାଇ ଦିଅ କିନା ମୋରେ। ଆମ୍ଭେ ହୋ ଯିବୁ ତାର ପାଶେ କିଛି ହିଁ ମାଗିବାର ଆଶେ। ଏମନ୍ତ କହି ଜନାର୍ଦ୍ଦନ ସେଠାରୁ କଲେ କଗମନ, ତେଣୁ କବୀର ଆସୁଅଛି ଘରେ ତା ଅନ୍ନ ନାହିଁ କିଛି। ବସ୍ତ୍ର ଖଣ୍ଡିଏ ଅଛି ଧରି ବିକ୍ରି କରିବ ବୋଲି କରି, ଘରେ ତା କିଛି ନାହିଁ ଯେଣୁ ଚଞ୍ଚଳ ଯାଉଛି ସେ ତେଣୁ। ତେଣୁ ଆସନ୍ତି ଦାମୋଦର ଭେଟ ପଡ଼ିଲେ ଯେ ଦାଣ୍ଡର, ଲୋକେ ବୋଇଲେ ତହିଁ ଥାଇ ଏହିଟି କବୀର ଅଟଇ। ତାହା ଶୁଣିଣ ଚକ୍ରପାଣି କବୀର ମୁଖ ଚାହିଁ ଭଣି, ଶୁଣ ହେ ଝୋଲିଆ କବୀର ଆମ୍ଭେ ଆସିଛୁ ତୋହଠାର। ଚାରି ଦିଗରେ ତୋ କୀରତି ଶୁଣି ଯେ ଥାଉ ନୀତି ନୀତି,
କବୀର ପ୍ରାୟ ଏକ ଜଣେ ନାହିଁ ନଥିବ ଏ ଭୁବନେ। ଦରିଦ୍ର ହେଲେ କିସ ହୋଇ ଯେ ଯାହା ମାଗିଲେ ଦିଅଇ। ଏମନ୍ତ ଶୁଣି ଆମ୍ଭେ କର୍ଣ୍ଣେ ଅତି ଭରସା କରି ମନେ। ଆସିଣ ଅଛୁ ତୋର ପାଶେ କିଛି ହିଁ ମାଗିବାର ଆସେ। ଦିଅ ନ ଦିଅ ତୋର ମନ କହିଲୁ ସ୍ୱରୂପ ବଚନ। ତା ଶୁଣି ଝୋଲିଆ କବୀର ବିପ୍ରଙ୍କୁ କଲା ନମସ୍କାର। ବୋଇଲା ଶୁଣ ହୋ ଗୋସାଇଁ ଏହା ଯେ କହିଲ କେମ୍ପାଇଁ। ଦେବା ଦିଆଇବାକୁ ହରି କରତା ଅଟନ୍ତି ସବୁରି। ମୋ ଛାର କେତେକ ଶକତି ଦେବାକୁ ହେବ ମୋର କତି। ହେଲେ କି ମାଗୁଛ ଗୋସାଇଁ କହ ଶୁଣଇ କିନା ମୋହି। ତା ଶୁଣିଣ ପ୍ରଭୁ ଦାମୋଦର ଅଶେଷ ବ୍ରହ୍ମାଣ୍ଡ ଠାକୁର। ମେଘ ଗମ୍ଭୀର ଧୀର ବାଣୀ କହନ୍ତି ପ୍ରଭୁ ଚକ୍ରପାଣି। ଦେଖ ମୁଁ ଦରିଦ୍ର ବ୍ରାହ୍ମଣ କବୀର ଭଲେ ଏହା ଶୁଣ। ବସ୍ତ୍ର ଖଣ୍ଡିଏ ମୋତେ ଦିଅ ଅଶେଷ ଲୋକେ ଯଶ ଗାଅ। ଅଧିକ କି କହିବି ତୋତେ ଏତେକ ମାଗିଲୁ ଯୋ କତେ। ତା ଶୁଣି ଝୋଲିଆ କବୀର ବୋଇଲା ଶୁଣ ବିପ୍ରବର। ଏ ମୋର ସଖ୍ୟକୁ ବିଚାରି ଯାହା ଦିଆଇଥିବେ ହରି। ତେତେକ ସନ୍ତୋଷ ହୋଇବ ମୋହର ଭାଗ୍ୟରେ ଲାଗିବ। ଏମନ୍ତ ବୋଲି ବସ୍ତ୍ର ଧରି ଭାଙ୍ଗି ଥୋଇଲା ଯତ୍ନ କରି। ଆରେକ ଖଣ୍ଡ ହସ୍ତେ ଥୋଇ ବାକ୍ୟ କହିଲା ଚାଟୁଆଇ। ଖଣ୍ଡେକ ବିପ୍ର ହସ୍ତେ ଧରି ଭାଙ୍ଗି ଥୋଇଲା ଯତ୍ନ କରି। ବୋଇଲା ଘେନ ହେ ବ୍ରାହ୍ମଣ ତା ଶୁଣି କମଳା ରମଣ। ଅତି ଆନନ୍ଦ ହୋଇ ମନେ ପିନ୍ଧିଲେ କବୀର ବଚନେ। ଛିଣ୍ଡାଲେଙ୍କଡ଼ା କନା ଯେତେ ପିନ୍ଧିକା ଦୋସଡ଼ା ସହିତେ। ଅନ୍ତର କରି ତା ପକାଇ ରହିଲେ ଆନନ୍ଦିତ ହୋଇ। ତା ଦେଖି ବୋଲଇ କବୀର ହେ ବିପ୍ରବର ବିଜେ କର। ମୁଁ ଏବେ ଯାଉଛି ତ୍ୱରିତ ଏ ଖଣ୍ଡ ବିକିବା ନିମନ୍ତେ। ଦେଖ ମୋ ଦୁଃଖ ବିପ୍ରବର ବିକି ଆଣିଲେ ଘରେ ମୋର। କୁଟୁମ୍ବ ଯାକ ସୁସ୍ଥ ହୋଇ ଭୋଜନ କରିବେ ଗୋସାଇଁ। ନୋହିଲେ ଉପବାସେ ଥିବେ ତେଣୁ ମୁଁ ଯାଉଅଛି ଏବେ। ତା ଶୁଣି ପ୍ରଭୁ ବ୍ରହ୍ମ ରାଶି ଅଳପ ମନ୍ଦେ ମନ୍ଦେ ହସି। ବୋଇଲେ ଶୁଣ ହୋ କବୀର ଜାଣିଲି ଦାତାପଣ ତୋର। କ୍ଷୁଧାର୍ଥ ଜନଙ୍କୁ ବସାଇ ଯେ ଅର୍ଧ ଭୋଜନ ଦିଅଇ। ତହିଁ ଯେ ଫଳ ନାହିଁ କିଛି ଅଧିକ ପାତକ ଲେଖିଛି। ଆବର ବିପ୍ରଙ୍କର କରେ ଦୀନ ଦାନ ଦିଅନ୍ତି ଯେଉଁନରେ। ଯେବେ ତା ଦକ୍ଷିଣା ନ ଦେଇ ତହିଁରେ ଫଳ ଆଉ ନାହିଁ। ନୋହିଲେ ଦେଉଳ ଅଟ୍ଟାଳି ବାମ୍ଫି ପୋଖରୀ ଥିବ ଖୋଳି। କୁପାଦି ତଡ଼ାଗ ସହିତେ ଆବର ଧର୍ମ ହୋଇ ଯେତେ। ଏମାନ ପ୍ରତିଷ୍ଠାନ କଲେ ଫଳ ମିଳିବ କାହୁଁ ଭଲେ। ପତି ନଥିଲା ପତ୍ନୀ ପ୍ରାୟେ ଏସବୁ ବିଅର୍ଥକୁ ଯାଏ। ଏଣୁ ମୁଁ କହୁଅଛି ତୋତେ ଆବର ଖଣ୍ଡି ଦିଅ ମୋତେ। ଦୋସଡ଼ା କରି ଆମ୍ଭେ ଯାଉ ତୋର କି ରତି ରହିଥାଉ। ନୋହିଲେ ନଦୀ ସଇ ଶୋଭା ଅଧିକ କି କହିବା ଅବା। ଦେଖ ମୁଁ ଦୁଃଖୀ ବିପ୍ରବର ଏଥିରେ ସଂଶୟ ନ କର। ତା ଶୁଣି କବୀର ତ୍ୱରିତେ ଆବର ଖଣ୍ଡ ଧରି ହସ୍ତେ। ବ୍ରାହ୍ମଣ ହସ୍ତେ ଦେଲେ ନେଇ ବୋଇଲେ ଶୁଣ ହୋ ଗୋସାଇଁ। ଏବେ ବହନ ବିଜେ କର ମୋରେ କରୁଣା ରଖି ତୋର। ତା ଶୁଣି ପ୍ରଭୁ ନାରାୟଣ କରିଣ ଅନେକ କଲ୍ୟାଣ। ସେଠାରୁ ବିଜେ କରି ଗଲେ ପିନ୍ଧା ଦୋସଡ଼ା ପାଇ ଭଲେ। ଏଣେ କବୀର ଗଲା ଚଳି ଏକାନ୍ତ ସ୍ଥାନେ ଯାଇ ମିଳି। ବସିଲା ନିଶ୍ଚଳ ଆସନେ ହରିଙ୍କି ଚିନ୍ତା କରି ମନେ। ବୋଇଲା ଆହେ ମହାମେରୁ ଅଶେଷ ପ୍ରାଣୀଙ୍କର ଗୁରୁ।
ତୁମ୍ଭର ସଞ୍ଚିବାର ଅନ୍ନେ ପ୍ରାଣ ପୋଷନ୍ତି ପ୍ରାଣୀମାନେ। ଏଣୁ ମୋ କୁଟୁମ୍ବର ଚିନ୍ତା ବୁଝ ହେ ପ୍ରଭୁ ଜଗଜ୍ଜିତା। ଏମନ୍ତ ବୋରି ସୁଖେ ବସି ମୁଖେ ଶ୍ରୀ ହରି ନାମ ଘୋଷି। ଏଣୁ ଯେ ଗଲେ ଜନାର୍ଦ୍ଦନ ଯେ ପ୍ରଭୁ କାଳିୟ ମର୍ଦ୍ଦନ। ଗ୍ରାମରୁ ବାହାର ହୋଇଲେ ବିପ୍ର ସ୍ୱରୂପ ଗୋପ୍ୟ କଲେ। ଭକତ ଭାବେ ଭାବଗ୍ରାହୀ ଭାବେ ଗୋପାଳ ରୂପ ହୋଇ। ତକ୍ଷଣେ ଭାର ଗୋଟି କରି ଅଶେଷ ଦ୍ରବ୍ୟ ଛନ୍ତି ଭରି। ସରୁ ଚାଉଳ ମୁଗ ଯାଇ ଘୃତ ନବାତ ଦୁଗ୍ଧ ଦହି। ହେଙ୍ଗୁ ମରିଚ ଫୁଲ ବଡ଼ି ଲବଣ ସୋରିଷ କଉଡ଼ି। ଏ ଆଦି ନାନା ଦ୍ରବ୍ୟମାନ ସମ୍ପୂର୍ଣ୍ଣ କରି ଭଗବାନ। ଭାରବହୀନ ବନମାଳି ଭକତ ହିତେ ଗଲେ ଚଳି। ଅତ୍ୟନ୍ତ ସନ୍ଧ୍ୟା ସମୟରେ ମିଳିଲେ କବୀରର ଦ୍ୱାରେ। ଦ୍ୱାରେ ରହିଣ ନରହରି ଡାକିଲେ ଡାକ ଗୋଟାଚାରୀ। ତେଣେ ଯେ କବୀରର ମାତା ବସିଣ କରୁଛନ୍ତି ଚିନ୍ତା। ପୁତ୍ର ମୋ ଗଲା ବସ୍ତ୍ର ବିକି ଘରକୁ ନଇଲା କାହିଁକି। କିବା କାରଣ ତାର ହୋଇ ବସ୍ତ୍ର କି ବିକା ହୋଇ ନାହିଁ। ତେଣୁ ସେ ଚିନ୍ତା କରି ଚିତ୍ତେ ବସିଣ ଅଛଇ ଏକାନ୍ତେ। ଏମନ୍ତ ବୋଲି ବସି ଭାଳେ ଡାକ ଶୁଣିଲା କର୍ଣ୍ଣ ବିଳେ। ଉଠିଣ ଧାଇଁଲା ତୁରିତେ ଦ୍ୱାରେ ଦେଖିଲା ଅଦଭୁତେ। ଅତି ବିଶାଳ ବାହୁ ଦୁଇ କରେ କଙ୍କଣ ବିରାଜଇ। ମହାବିଶାଳ ବକ୍ଷସ୍ଥଳ ସୁନ୍ଦର ସୁକଣ୍ଠ କପୋଳ। ରଙ୍ଗ ଅଧର ମନ୍ଦହାସେ ସମ୍ପୂର୍ଣ୍ଣ ଚନ୍ଦ୍ରମୁଖ କିସେ। ଏମନ୍ତ ରୂପ ତାଙ୍କ ହେରି ବଚନ କହି ତ ନ ପାରି। ବିଚାର କର ଇ ମନର କିସ ଏ ଆଣିଅଛ ଭାର। କାହୁଁ ଏ ଅଇଲା ଜୁକତେ ଏହା ମୁଁ ଜାଣିବି କେମନ୍ତେ। ଏମନ୍ତ ବୋଲି ପଚାରଇ କାହୁଁ ଅଇଲ ବାପା ଭାଇ। କାନ୍ଧେ ବହିଛି କେଡ଼େ ଭାର ରଖିଣ କହ ମୋ ଆଗର। ତା ଶୁଣି ପ୍ରଭୁ ଦେବରାଏ ବୋଲନ୍ତି ଶୁଣସି ଗୋ ମାଏ। ତୁମ୍ଭର ପୁତ୍ର ଦାଣ୍ଡେ ବସି ଆମ୍ଭଙ୍କୁ ଦେଇଛନ୍ତି ପେଶି। କିସ ଅଛଇ ଏଥେ ଦେଖ ନେଇଣ ଭଲ କରି ରଖ। ଊଣା ଅଧିକ ଥିଲେ କେତେ ଏବେ ହେଁ କହ କିନା ମୋତେ। ଆମ୍ଭେ ଯେ ମହତ୍ୱ ବୋଲାଉ ପଛକୁ ବୋଲଣା ନ ପାଉ। ଏମନ୍ତ ବୋଲି ଭାର ଥୋଇ ବଢ଼ାଇ ଦିଅନ୍ତି ଭାବଗ୍ରାହୀ। କବୀର ମାତା ଘେନି ଯାଇ ମନ୍ଦିରେ ରଖି ଆସୁଥାଇ। ଏହି ପ୍ରକାରେ କେତେ ଥର ନେଇଣ ପୂର୍ଣ୍ଣ କଲା ଘର। ଆଉ ଥୋଇବା ଠାବ ନାହିଁ ବୋଇଲା ଗଉଡ଼କୁ ଚାହିଁ। ଆଉ କି ଭାର ଅଛି ତୋର ଘରେ ତ ନାହିଁ ସ୍ଥାନ ମୋର। ତା ଶୁଣି ପ୍ରଭୁ ଜଗନ୍ନାଥ ବୋଇଲେ ଶୁଣସି ଗୋ ମାତ। ତୋ ଘରେ ଯେବେ ନାହିଁ ସ୍ଥାନ ମୋ ଭାର ହୋଇଲାଣି ଶୂନ। ଆସିଣ ଦେଖି ଯାଅ ତୁହି ପଛେ ଗୋ ଯାଉଅଛି ମୁହିଁ। ତା ଶୁଣି କବୀରର ମାତା ହସି ବୋଲଇ ଏ କି କଥା। ଆଉ ଦଣ୍ଡକ ମାତ୍ର ରହ ରନ୍ଧନ କରି ଭୁଞ୍ଜି ଯାଅ। ନୋହିଲେ ଶୀତଳ ମଣୋହି କରି ଯାଅ ରେ ବାପ ଭାଇ। ଚରଚା ନ କରିଣ ଯେବେ ତୁମ୍ଭଙ୍କୁ ଛାଡ଼ିଦେବି ତେବେ। ପୁତ୍ର ଯେ କି ବୋଲିବ ମୋତେ ଏକଥା ନୁହେଁ କଦାଚିତେ। ତା ଶୁଣି ବୋଲନ୍ତି ଶ୍ରୀବତ୍ସୀ ଅଶେଷ ବିଷୟା ଯେ ଅଛି। କ୍ଷଣେ ରହିବା ତର ନାହିଁ ଏବେ ପାଇଲୁ ସବୁ ମୁହିଁ। ଏ ଭାର ବୁହା ମୂଲ୍ୟ ଯାହା ଆଗହୁଁ ପାଇଅଛି ତାହା। ଏମନ୍ତ କହୁ ମଧୁହାରି ସେଠାରୁ ଗଲେ ବିଜେ କରି। ଭକତ ବନ୍ଧୁ ଭଗବାନ ତକ୍ଷଣେ ହେଲେ ଅନ୍ତର୍ଧାନ। ଏଥି ଉତ୍ତାରୁ ଶୁଣ ମନ କବୀର ଜନନୀ ବହନ। ଅନ୍ନ ଯେ ରନ୍ଧା ବଢ଼ା କଲା ଯାଇଣ ପୁତ୍ରକୁ ଡାକିଲା।
ତା ଶୁଣି କବିର ହରଷେ ଯାଇ ମିଳିଲା ମାତା ପାଶେ। ବୋଇଲା ମାତା ମୁଖ ଚାହିଁ ମୋତେ ଡାକିଲୁ କାହିଁ ପାଇଁ। କାହୁଁ ଯେ ମିଳିଲା ଭୋଜନ କହ ଗୋ ସ୍ୱରୂପ ବଚନ। କିଅ ବା ମଗା ଯଚା କଲୁ ଉଦ୍ଧାର କରିକି ଆଣିଲୁ। କେଉଁ ପ୍ରକାରେ ଦେଲେ ହରି କହ ଗୋ ସଂଶୟ ନ କରି। ପୁତ୍ରର ଏସନ ବଚନ ଶୁଣି ବୋଇଲେ ମାତା ପୁଣ। ବାତୁଳ ହେଲୁ କିରେ ସୁତ ମୋତେ ଲାଗିଲା ଆଚମ୍ବିତ। ଖାଦ୍ୟ ସାମଗ୍ରୀ କରି ଭାର ପେଶି ଯେ ଥିଲୁ ଆମ୍ଭ ଘର। ଭାରୁଆ ତାହା ଆଣି ଦିଅନ୍ତେ ରନ୍ଧନ କଲି ମୁଁ ତ୍ୱରିତେ। ତା ଶୁଣି ଝୋଲିଆ କବିର ମନରେ କରିଣ ବିଚାର। ମୁଁ ତ କାହାକୁ ନାହିଁ ପେଶି କେ ଭାର ଦେଇଗଲା ଆସି। ଆନରେ ନୁହେଁ ଏ ଚରିତ ନିଶ୍ଚେ ସେ ପ୍ରଭୁ ଜଗନ୍ନାଥ। ହେ ମାତା ଭାର ବୁହା ବେଳେ ଦେଖିଲୁ ଟିକି ଚର୍ମ ଡୋଳେ। ମାତା ବୋଲଇଆରେ ସୁତ ତୁ ତ କହିଲୁ ବିପରୀତ। ଆମ୍ଭର ଦ୍ୱାରେ ଉଭା ହୋଇ ଡାକନ୍ତେ ଅଇଲି ମୁଁ ଧାଇଁ। ଦେଖିଲି ଅପୂର୍ବ ସ୍ୱରୂପ ଯେସନେ ନବଘନ ରୂପ। ଭାରରୁ ଆଣି ମୋର ହସ୍ତେ ବଢ଼ାଇ ଦେଉଥିଲେ ମୋତେ। ମୁଁ ନେଇ ରଖୁଥିଲି ଘର ପୁରିଲା ମନ୍ଦିର ମୋହର। ତାହାର ଭାର ତୁଚ୍ଛା ହେଲା ଯିବାକୁ ମେଲାଣି ମାଗିଲା। ମୁହିଁ ଡାକିଲି ନାନା ମୋତେ ରହିଲେ ନାହିଁ କଦାଚିତେ। ମୂଲ ମୁଁ ଯାଚିଲି ନ ନେଲେ ଆଗହୁଁ ପାଇଛୁ ବୋଇଲେ। ଶୁଣି କବିର ଭାବ ଭୋଳେ ନମିଲା ମାତା ପଦ ତଳେ। ଉଠି କପାଳେ ଯୋଡ଼ି କର ବୋଇଲେ ଧନ୍ୟ ଜୀବ ତୋର। ଏବେ ମୁଁ ତୋର ରୂପ ଦେଖି ସଫଳ କଲି ଚର୍ମ ଆଖି। ମାତା ବୋଇଲେ ରେ ନନ୍ଦନ ମୋ ଛାର କେତେକ ଜୀବନ। ତୋତେ ମୁଁ ପୁତ୍ର କର ପାଇ ତେଣୁ ଦେଖିଲି ଭାବଗ୍ରାହୀ। ଏମନ୍ତ ବୋଲି ପୁତ୍ର କର ଧରି ଚଳିଲେ ନିଜ ପୁର। ବୋଇଲେ ଶୁଣ ସିରେ ବାବୁ ଘରେ ତ ପୁରୀ ଅଛି ସବୁ। ଶୁଣି କବିର ଦେଲା ଚାହିଁ ମନ୍ଦିରେ କାହିଁ ଠାବ ନାହିଁ। ନାନାଦି ଦ୍ରବ୍ୟମାନଙ୍କରେ ପୁରୀ ରହିଛି ସବୁଠାରେ। ତା ଦେଖି ବିଚାରଇ ମନ ଧନ୍ୟ ମହିମା ଭଗବାନ। ଅତ୍ୟନ୍ତ ଦୀନ ଜନ ଠାରେ କିଅ ବା ଅରକ୍ଷିତ ନରେ। ହୁଅନ୍ତି ଏଡ଼େ ସାହା ପକ୍ଷ କୋଟି ବ୍ରହ୍ମାଣ୍ଡେ ନାହିଁ ଲକ୍ଷ। ଏମନ୍ତେ ପ୍ରଭୁଙ୍କର ସେବା ଛାଡ଼ି ଯେ ଭଜେ ଅନ୍ୟ ଦେବା। ଧିକତା ଜୀବନ ବିଅର୍ଥେ ବଞ୍ଚାଇବା ଦିନ। କେବଳ ନର ଦେହ ବହି ପଶୁଙ୍କ ପ୍ରାଏ ସେ ବଞ୍ଚଇ। ଏବେ ତୁ ଶୁଣ ମୋ ଉତ୍ତର ସାଧୁ ଶ୍ରୀକୃଷ୍ଣ ନାମ ସାର। ସଂସାରେ ସତ୍ୟ ହୁଏ କଥା ଆଉ ସକଳ କଥା ମିଥ୍ୟା। ଏଣୁଟି ପ୍ରଭୁ ଆଦି ମୂଳ ଭଜନ କଥା ଆମ୍ଭ ମୂଳ। ଏମନ୍ତ ବୋଲି ମାଏ ପୋଏ ଶ୍ରୀହରି ପାଦେ କରି ଲଏ। ଶ୍ରୀହରି ପାଦେ ଦେଇ ମନ ଆନନ୍ଦେ ବଞ୍ଚାଇଲେ ଦିନ। ଏମନ୍ତ କବିରର ଯଶ ଜଗତେ ହୋଇଛି ପ୍ରକାଶ। ଶୁଣ ସୁମନ ହେତୁ ଦେଇ ଏ ଦାଢ଼୍ୟ ଭକତି ଅଟଇ। ଏହା ଯେ ଶୁଣି କରେ ଶ୍ରଦ୍ଧା ଲାଗଇ ନାହିଁ ପାପ ବାଧା। କହଇ ବିପ୍ରରାମ ଦାସ ମୋ ପ୍ରଭୁ କମଳା ବିଳାସ। ଇତି ଶ୍ରୀ ଦାଢ଼୍ୟତା ଭକ୍ତିର ସମୃତେ ମନ ଚୈତନ୍ୟ ସମ୍ବାଦେ କବିର ବସ୍ତ୍ରଦାନ ଦାଢ଼୍ୟ ଭାବେ ମୋକ୍ଷଣୀୟ ନାମ ସପ୍ତଦଶୋଧ୍ୟାୟ। ହରେ କୃଷ୍ଣ 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 ହରେ ହରେ। ହରେ ରାମ 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 ହରେ ହରେ। ହରି ବୋଲ।